ସ୍ୱାଗତମ ବନ୍ଧୁ ସ୍ୱାଗତମ। ଆମେ ଆଜି ତ ମକର ରାଶି ଉପରେ ଦୁଃଖ ସୁଖ ହବା। ହେଲେ ଭାଇ, ମକରରୁ ଗଣିଲ, ମକର କୁମ୍ଭ ମୀନ ମାନେ ତୃତୀୟ ଶନି। ପୁଣି ମକର ହେଉଛି ଶନିଙ୍କ ନିଜ ଘର। ଆଉ ଗୋଟେ କଥା ହେଲା, ୟା ପୂର୍ବରୁ ସେ କୁମ୍ଭରେ ଥିଲେ ଶନି, ମାନେ ମକର ଆଉ କୁମ୍ଭ ଏ ଦୁଇଟାଙ୍କର ଶନିଙ୍କର। ଯଦି ଈଶ୍ୱର ଚାହାନ୍ତି, ମୁଁ ଆସନ୍ତାକାଲି ଆପଣମାନଙ୍କୁ ଜଣେଇବି ଯେ ଶନିଙ୍କର ଚାରିପାଦ, ଏଇ ଚାରିପାଦ ଆଉ 12 ରାଶି, ଚାରିପାଦରୁ କେଉଁ ପାଦ କେଉଁ ରାଶି ଉପରେ କଲ୍ୟାଣ ବୃଷ୍ଟି କରୁଛନ୍ତି ଏବଂ ଏଇ ଯେଉଁ 7 ମାସ 15 ଦିନ ସେ ଶାସନ କରିବେ, ପୁରସ୍କୃତ କରିବେ ବା ତିରସ୍କାର କରିବେ, କେଉଁ ରାଶି କେତେ ପରିମାଣରେ ଫଳ ପାଇବ ସେ ବିଷୟରେ ଆଲୋଚନା ଆମେ କରିବା କାଲି। ଯେ ତାଙ୍କର ପ୍ରଥମ ଯେଉଁଟା ସୁନ୍ଦର ପାଦ, ଯିଏକି ଶତକଡ଼ା 100 ଲାଭ ଦେବ, ସେଟା ସୁବର୍ଣ୍ଣ ପାଦ। ତାପରେ 80% ଲାଭ ଦେବ ଯେଉଁଟା, ସେ ହେଲା ରଜତ ପାଦ ମାନେ ରୂପାପାଦ। ତାପରେ 60% ଲାଭ ଦେବ ଯେଉଁଟା, ସେ ହେଉଛି ତାମ୍ରପାଦ। 20% ଲାଭ ଦେବ ଯେଉଁଟା, ସେ ହେଲା ଲୌହ ପାଦ। ଏଇ ପାଦ ଉପରେ ଆସନ୍ତାକାଲି ଆଲୋଚନା କରିବା। 12 ରାଶି ଆଉ ଏଇ ଯେଉଁ ଚାରିପାଦରୁ କିଏ କେଉଁ ଫଳ ପାଇବେ। ହେଲେ ଏଇ ଯେଉଁ ନୂଆ ଭାବ ଶନି ଦେବେ, କେବେ ଦେବେ ନା ଯିବାକୁ ଥିବ 7 ମାସ 15 ଦିନ, ଅର୍ଥାତ୍ ସେ ମୀନରେ ଅଛନ୍ତି। ଯଦି ମୀନରୁ ଦେଶକୁ ଯାଆନ୍ତି ବା ପଛକୁ ଆସନ୍ତି, କ'ଣ ସେ ହେବ ସେ ବିଷୟରେ ପରେ ଆଲୋଚନା କରିବା। ହେଲେ ସେ ଯିବାକୁ ଥିବ ବା ସ୍ଥାନଚ୍ୟୁତ କରିବାକୁ ଥିବ 7 ମାସ 15 ଦିନ, ସେ ଏଇ ପ୍ରକାର ବିଧାନ କରିବେ। ଏବେ ତ ଶନି ମାର୍ଗୀ ହେଇଗଲେ। ଏଇ ଯେଉଁ ଗଲା ନଭେମ୍ବର 16 ତାରିଖ ସଂକ୍ରାନ୍ତି ଗଲା, ସେଇଦିନ ଶନି ହେଇଗଲେ ମାର୍ଗୀ। ତେଣୁ ସେ ଗୋଟିଏ ନକ୍ଷତ୍ରରୁ ସେଇ ନକ୍ଷତ୍ରକୁ ଯିବେ, ପୂର୍ବଭାଦ୍ରକୁ ଯିବେ, କିନ୍ତୁ ଘର ବଦଳିବ। ସେ ଥିଲେ କୁମ୍ଭରେ, ଯିବେ ମୀନକୁ। କୁମ୍ଭ ରାଶିର 25 ନକ୍ଷତ୍ରରୁ ସେ ମୀନ ରାଶିର 25 ନକ୍ଷତ୍ରକୁ ଯିବେ, ପୂର୍ବଭାଦ୍ରକୁ ଯିବେ। ଏଥିପାଇଁ କି ତାଙ୍କୁ ସମୟ ଲାଗିବ ହାରାହାରି 3 ମାସ 15 ଦିନ। ମାନେ ବାହାରିଲେ ଏଇ ନଭେମ୍ବର 15ରେ, ପହଞ୍ଚିବେ ଯାଇକରି ଫେବୃଆରୀ 29ରେ। ଫେବୃଆରୀ ମାସଟା ପୁରା, ଫେବୃଆରୀ ଆଉ ଜାନୁଆରୀ ଡିସେମ୍ବର 3 ମାସ ଗଲା, ଇଏ 15 ଦିନ, 3 ମାସ 15 ଦିନ। ଏ 3 ମାସ 15 ଦିନରେ ସେ ଯାଇ ଏ ଘରୁ ସେ ଘର ଡେଇଁବେ। ଏଥିପାଇଁ କି ତାଙ୍କୁ ଅତି ଧୀର ଓ ତାଙ୍କ ନାଁ ହେଲା ଶନୈଶ୍ଚର। ହଁ ବନ୍ଧୁ, ଆମେ ଦେଖିବା ଏ ଯେଉଁ ଶନି ଚଳନ ହବ, ସେଥିରେ ମକର ରାଶି କ'ଣ ମିଳିବ ନା, ମକର ରାଶି ମାନେ ଦୀର୍ଘ ଦିନ ହେଲା ଶତ୍ରୁ ଦ୍ୱାରା ପ୍ରପୀଡ଼ିତ ହେଉଛନ୍ତି। ଶତ୍ରୁମାନେ ତାଙ୍କୁ ଶାସନ କରୁଛନ୍ତି, କିନ୍ତୁ ସେ ଏଇ ଶନି ଚଳନରେ ଶତ୍ରୁ ଦମନ କରିବେ। ବିଧା ଅଳିଆ ବିଧା ମାରିବେ କି ଶତ୍ରୁର ଅଣ୍ଟା ଭାଙ୍ଗିଯିବ। ଆଉ ତା ଛଡ଼ା ବୋଇଲେ ଉତ୍ତରାଷାଢ଼ା ମକର ଆଉ ଶ୍ରବଣ ମକର, ଏ ଦୁଇ ମକର, ଏଇ ଦୁଇ ନକ୍ଷତ୍ର ପ୍ରବଳ ସୁଖ ପାଇବେ। ହେଲେ ଉତ୍ତରାଷାଢ଼ା ଶ୍ରବଣ ପରେ କ'ଣ ଆସିଲା, ଧନିଷ୍ଠା 23 ନକ୍ଷତ୍ର, ତାଙ୍କ ପାଇଁ ତ ଭୟଙ୍କର ଯନ୍ତ୍ରଣା ଆଉ ମୃତ୍ୟୁବତ୍ ପୀଡ଼ା ଆଉ। ହେଲେ କାଲି କିନ୍ତୁ ସୂକ୍ଷ୍ମ ଆଲୋଚନା ହେଇଯିବ। ତା ପରଦିନ ଆଲୋଚନା କରିବା ଏ ଶନିଙ୍କର ଶନି ସପ୍ତାହ ଉପରେ। ଶନି ସପ୍ତାହ କ'ଣ, କାହିଁକି, କାହାକୁ କେତେ ଫଳ ଦେବ ଇତ୍ୟାଦି ବୁଝାହେଲା। ତେଣୁ ଏଇ ମକର ରାଶି ଆଲୋଚନା କରିବା ପୂର୍ବରୁ ଆମେ ଦେଖିବା ଶନି କାହାକୁ ଦଣ୍ଡ ଦେଇପାରନ୍ତି ନାହିଁ। ସେ କେଉଁଠି ଥିଲେ, କ'ଣ ଥିଲେ ନା, ଆମେ ଆଗରୁ ଜାଣିଛେ, ଶୁଣିଛେ, ମଣିଛେ, ଗୁଣିଛେ, ବିଚାର କରିଛେ ଯେ ଶନିଙ୍କର ମୂଳ ତ୍ରିକୋଣ କୁମ୍ଭ, ଆଉ ଶନିଙ୍କର ପ୍ରିୟ ସଂଖ୍ୟା ହେଲା 3, 6, 11। ତେଣୁ ସେ ଯଦି କୁମ୍ଭରେ ଏକାଦଶରେ ବା କୁମ୍ଭରେ ଷଷ୍ଠରେ, କୁମ୍ଭରେ ତୃତୀୟରେ ଥିବେ, ତାହେଲେ ସେ ଚେଷ୍ଟା କରିବେ ଏଇ ବ୍ୟକ୍ତିମାନଙ୍କୁ ମୁଁ କଲ୍ୟାଣ କରିବି। ତାଙ୍କର ଆଉ ଗୋଟିଏ ପ୍ରିୟ ଘର ହେଲା ତୁଳା, ସେଠି ସେ ଉଚ୍ଚ।
ସେଇଭଳି ତୁଳାରେ ଯଦି ଏକାଦଶରେ ଥିବେ ବା ଷଷ୍ଠରେ ଥିବେ ବା ତୃତୀୟରେ ଥିବେ ତେବେ ବି ସେ ବନ୍ଦୀ ମାନେ ପରାଧୀନ ମାନେ ଏଇ ଜାଗାରେ ଥାଇ ସେ ଏତେ ଉତ୍ଫୁଲ୍ଲ ଏତେ ପ୍ରସନ୍ନ ଯେ ସେ ରାଶିମାନଙ୍କୁ କଲ୍ୟାଣ କରିବେ, ଦଣ୍ଡ ଦେବେନି। ସେଇଭଳି ମକର ତାଙ୍କ ନିଜ ଘର। ମକରରେ ଶନି ଯଦି ଏକାଦଶରେ ବା ଷଷ୍ଠରେ ବା ତୃତୀୟରେ ଥିବେ ତାହେଲେ ସେ ଅବଶ୍ୟ କଲ୍ୟାଣ କରିବେ। ଯେଉଁମାନଙ୍କର ଜାତକରେ ଶନି ଏକାଦଶରେ ବା ଷଷ୍ଠରେ ବା ତୃତୀୟରେ ଥିବେ, କୁମ୍ଭ କି ତୁଳା କି ମକରରେ ନଥିବେ ସେମାନେ ଶୁଭଫଳ ପାଇବେ। ଯେଉଁମାନେ ଜାତକରେ କୁମ୍ଭରେ ବା ତୁଳାରେ ବା ମକରରେ ଶନି ଥିବେ ସେ ଘର କିନ୍ତୁ ଲଗ୍ନ ବା ଦ୍ୱିତୀୟ ବା ଚତୁର୍ଥ ବା ପଞ୍ଚମ ବା ସପ୍ତମ ବା ଅଷ୍ଟମ ବା ନବମ ବା ଦ୍ୱାଦଶ ହେଇଥିବ ସେମାନେ ବି ଭଲ ଫଳ ପାଇବେ। ଯଦି କୁମ୍ଭରେ ତୁଳାରେ ବା ମକରରେ ଶନି ଥିବେ ତା ଏକାଦଶ କି ଷଷ୍ଠ କି ତୃତୀୟ ଘର ହିଁ ନଥିବ। ହେଲେ କେବଳ ଦଣ୍ଡ ସେଇମାନେ ଭୋଗିବେ ଯେଉଁମାନଙ୍କର ଜାତକରେ ଶନି ଲଗ୍ନରେ ଦ୍ୱିତୀୟରେ ଚତୁର୍ଥରେ ପଞ୍ଚମରେ ସପ୍ତମରେ ଅଷ୍ଟମରେ ନବମରେ ଓ ଦ୍ୱାଦଶରେ ଥାଇ ସେ ଘର କୁମ୍ଭ କି ତୁଳା କି ମକର ହେଇନଥିବ। ତେଣୁ ଆମେ ତ ଆଲୋଚନା କଲେ ମକର ରାଶିଆ ମାନେ ଶତ୍ରୁ ଦମନ କରିବେ, ହେଲା, ଜୋରରେ ବିଧାୟ ମାରିବେ ମେରୁଦଣ୍ଡରେ, ଶତ୍ରୁ ତଳମୁହାଁ ହେଇଯିବ, ତଳେ ପଡ଼ିଯିବ। ଆଉ ପୁଣି ଆଲୋଚନା କଲେ କ'ଣ ଯେ ଉତ୍ତରାଷାଢ଼ା ମକର ଓ ଶ୍ରବଣା ମକର ବହୁତ ସୁଖ ଲାଭ କରିବେ। ଖାଲି 23 ନକ୍ଷତ୍ର ଯେ ଧନିଷ୍ଠା ମକର ସେଇ ଟିକେ ଯନ୍ତ୍ରଣା ଭୋଗିବେ, ଶାରୀରିକ ଯନ୍ତ୍ରଣା ଭୋଗିବେ। ହେଲେ ଆମେ ଏଥିପାଇଁ ଟିକେ ଦୁଇ ପଦ ଆଗେଇବା। କ'ଣ କରିବା? ଅତୀତରେ ରାମାୟଣରେ ବର୍ଣ୍ଣନ ହେଇଛି ଯେ ଶନି ପ୍ରସନ୍ନ ଦଶରଥଙ୍କ ଉପରେ, କାରଣ କୌଣସି ତାଙ୍କ ପୂର୍ବରୁ କୌଣସି କ୍ଷତ୍ରିୟ କୌଣସି ବୀର କୌଣସି ଯୋଦ୍ଧା ଶନି ଲୋକକୁ ଯାଇନଥିଲେ। ସିଏ ନିଷ୍ପତ୍ତି ନେଲେ, ପଣ୍ଡିତ ଜ୍ଞାନୀମାନେ କହିଲେ ଯଦି ରୋହିଣୀ ନକ୍ଷତ୍ରରେ ଶନି ପ୍ରବେଶ କରି ଯାଆନ୍ତି ତାହେଲେ 12 ବର୍ଷ ପର୍ଯ୍ୟନ୍ତ ଅନାବୃଷ୍ଟି ହେବ। ସେ ଉତ୍ତମ ଶାସକ ଥିଲେ। ଅନାବୃଷ୍ଟି ହେଲେ ପ୍ରଜାମାନେ ସାରା ପୃଥିବୀରେ ତ ଖାଇବାକୁ ମିଳିବନି, ଛଟପଟ ହେଇ ମଣିଷମାନେ ମରିଯିବେ। ତେଣୁ ସେ ଶନିଙ୍କୁ ଯୁଦ୍ଧରେ ପରାଜିତ କରି ଜୀବନ ମାରିଦେବା ପାଇଁ ଚେଷ୍ଟା କରି ଯାତ୍ରା କଲେ। ଯେତେବେଳେ ଶନି ଦେଖିଲେ ଦଶରଥ ଆସୁଛନ୍ତି ଖୁସି ହେଲେ, ପଚାରିଲେ ହେ ସାହସ ନୃପତି, ମୁଁ ପ୍ରସନ୍ନ, ତମେ ଏ ଯେ ଆସିପାରିଛ ସେଇଟା ହିଁ ମୋ ପାଇଁ ସୁଖ କଥା। ମୋ ପାଖକୁ ତୁମେ ଆସିଛ ମାନେ ମୁଁ କଲ୍ୟାଣ କରିବି, କୁହ କ'ଣ ଚାହୁଁଛ? ଇଏ ସ୍ତୁତି କଲେ, ବହୁତ ପ୍ରାର୍ଥନା କଲେ, ଅନେକ କିଛି ମାଗିଲେନି, ଆଗେ ବହୁତ ପ୍ରାର୍ଥନା କଲେ। ଶନି ପ୍ରସନ୍ନ ହେଲେ ଏବଂ କହିଲେ ତୁମେ ସ୍ତୁତି କରିନ, ଏଇଟା ହେଉଛି ତା ନାଁ ରହିବ ଦଶରଥ କୃତ ଶନି ସ୍ତୋତ୍ର। ଦଶରଥ କୃତ ଶନି ସ୍ତୋତ୍ର। ଏହାକୁ ଯିଏ ପଢ଼ିବ ତା ଉପରେ ମୁଁ ପ୍ରସନ୍ନ, ତାର କ୍ଷତି କରିବିନି। ତେଣୁ ବନ୍ଧୁ ଦଶରଥ କୃତ ଶନି ସ୍ତୋତ୍ର ଆମେ ପଢ଼ିଲେ ଶନି ପୀଡ଼ାରୁ ମୁକ୍ତ ହେବା। 1। 2ରେ ଶନିଙ୍କର ଇଷ୍ଟ ହେଲେ କାଳିକା। କାଳିମାଙ୍କୁ ଆମେ ଯଦି ଭକ୍ତିରେ ପୂଜା କରିବା, ତାଙ୍କୁ ଟିକେ ମନ୍ଦାର ଫୁଲ ବେଲପତ୍ର ଦେବା, ସେ ମନ୍ଦିରକୁ ଯିବା, ଆଣ୍ଠେଇକିରି ମୁଣ୍ଡିଆ ମାରିବା ଏବଂ କହିବା ଯେ ଆମକୁ ଟିକେ ଶନିକୁ ରକ୍ଷା କରନ୍ତୁ, ତାଙ୍କୁ ଟିକେ ଖୁସି କରିବା ପାଇଁ ତାଙ୍କ ମନ୍ତ୍ର ପଢ଼ିବା। ଆଗେ ଗାୟତ୍ରୀ ପଢ଼ିବା। ଓମ୍ ଦକ୍ଷିଣ କାଳିକାଇ ବିଦ୍ମହେ ଶ୍ମଶାନ ବାସିନ୍ଦୈ ଧୀମହି ତନ୍ନ ଗୌରୀ ପ୍ରଚୋଦୟାତ୍, ଏଟାକୁ 9 ଥର ପଢ଼ିବା। ତାପରେ ହାତ ଯୋଡ଼ି ସେଇଠି ଆଣ୍ଠେଇକିରି କହିବା ଓମ୍ କାଳିକା ଦେବାୟ ନମଃ, ଓମ୍ କାଳିକା ଦେବାୟ ନମଃ, ଓମ୍ କାଳିକା ଦେବାୟ ନମଃ, ଏ ମନ୍ତ୍ରକୁ ପଢ଼ିବା 21 ଥର। ତାପରେ ପୁଣି ଆଉଥରେ ମୁଣ୍ଡିଆ ମାରିବା ଏବଂ କହିବା ମା ଏଇ ଶନି ଗ୍ରହ କବଳରୁ, ଶନି ଗ୍ରହ କୋପରୁ ରକ୍ଷା କରନ୍ତୁ। ଏବଂ ସେଥିପାଇଁ ସେଠି ବସି ଶନିକୁ ସ୍ତୁତି କରିବା, ଶନିକୁ ଆବାହନ କରିବା। ଶନି ଆସିଲେ ସିନା ହବ, ତା କାନ ବଢ଼ିବେ, ଗୁରୁ ତାଙ୍କର ଶନି ସିନା ଆସିଲେ ଗୁରୁ ତାଙ୍କ କାନ ବଢ଼ିବେ, ବୁଝେଇ ଦେବେ। ତେଣୁ ଶନି ଆସିନଥିବେ, ତେଣୁ ଶନିକି ଡାକିବା। ଓଂ ସଂ ଶନୈଶ୍ୱରାୟ ନମଃ 18 ଥର ଜପିବା। କେଉଁ ରାଶି? ମକର ରାଶି। 18 ଜପିବା। ଓଂ ସଂ ଶନୈଶ୍ୱରାୟ ନମଃ ଜପି ସାରିଲା ପରେ ଶନି ଆସିଗଲେ ଗୁରୁ ଶିଷ୍ୟଙ୍କର ସାକ୍ଷାତ ହେବ। ଗୁରୁ ଶିଷ୍ୟକୁ ବୁଝେଇ ଦେବେ, ଆକୁ ଟିକେ ଦୟା କରିବୁ, ଆ ପ୍ରତି କୋପ କରିବୁନି। ମନଲା ତ? ବାସ୍। କେତେ ପ୍ରାୟଶ୍ଚିତ କହିଲି? ଗୋଟେ କହିଲି ଦଶରଥ କୃତ ଶନି ସ୍ତୋତ୍ର। ଯଦି ସୁବିଧା ହୁଏ ମୁଁ ମଧ୍ୟ ଭିଡ଼ିଓ କରିଦେବି, ଆପଣମାନେ ଶୁଣିବେ।
ଆଉ ଦ୍ୱିତୀୟ କହିଲି କ'ଣ କାଳୀ ମାଙ୍କୁ ସନ୍ତୁଷ୍ଟ କରିବା, ଶନିଙ୍କ ମନ୍ତ୍ର ଜପିବା। ଆଉ ଗୋଟେ କଥା ବାଡ଼ି ଅଁଳା ଚେର ସଂଗ୍ରହ କରିବା, ଆଉ ଗୋଟିଏ ଅଷ୍ଟଧାତୁ ଡେଉଁରିଆ ବି ଯୋଗାଡ଼ କରିବା। ଯଦି ହେଇ ନ ପାରିଲା ଗୋଟେ ଷ୍ଟିଲ୍ ଡେଉଁରିଆ ଯୋଗାଡ଼ କରିବା ଏବଂ କଳା ସୂତା ଯୋଗାଡ଼ କରିବା। ଯେଉଁଦିନ ଏ ଚେର ଫେର କାଟିବା ସେଦିନ ଟିକେ ଜ୍ଞାନୀ ଗୁଣୀ ପଣ୍ଡିତମାନଙ୍କୁ ସାକ୍ଷାତ କରିବା, ପୁରୋହିତଙ୍କୁ ପଚାରିବା ଆଜ୍ଞା ଶୁଭ ଦିନ କେଉଁ ଦିନ ଅଛି ମୋର ମକର ରାଶିଟେ କହିଦିଅନ୍ତୁ। ବେଶ ସେଇଦିନ ଆମେ ଯିବା ଦକ୍ଷିଣ ଆମର ଯେଉଁ ବାଡ଼ି ଅଁଳା, ସେ ବାଡ଼ି ଅଁଳା ଗଛକୁ ପୂଜା କରିବା, ମାନେ ତା ମୂଳରେ ପାଣି ଦେବା, ତା ମୂଳରେ ଫୁଲ ଦେବା, ଟିକେ ଅକ୍ଷତ ଦେବା, ପ୍ରଣାମ କରିବା, ଗୁହାରି କରିବା, ଜଣାଇବା ଏ ବୃକ୍ଷ ଦେବତା ଦୟାକର ମୁଁ ତୁମ ମୂଳରୁ ଚେରଟିଏ ନେବି ଗ୍ରହ ଶାନ୍ତି ପାଇଁ, ଶନି ଗ୍ରହଙ୍କ ଶାନ୍ତି ପାଇଁ। ତାପରେ ଆମେ ପୂର୍ବରୁ ଉତ୍ତର ଏଇ କୋଣରେ ତା ଚେରକୁ ଟିକେ ଆସ୍ତେ ଆସ୍ତେ ଖୋଳିବା, ମୂଳକୁ ଖୋଳିବା। ଯେଉଁ ଚେରଟି ଯାଇଥିବ ପୂର୍ବ ଉତ୍ତର ମଝିଆମଝି ସେଥିରୁ ଖଣ୍ଡେ କାଟିକିରି ଆଣିବା, ତାକୁ ଭଲ ଭାବରେ ଭଲ ପାଣିରେ ଧୋଇବା, ଗଙ୍ଗା ପାଣିରେ ଧୋଇବା, ଆଉ କ୍ଷୀରରେ ବୁଡ଼େଇ ରଖିବା। ତାପରେ ଯେଉଁ ଷ୍ଟିଲ୍ ଡେଉଁରିଆ ତାକୁ ମଧ୍ୟ ସେଇଭଳି ଭଲ ପାଣିରେ ଧୋଇବା, ଗଙ୍ଗା ପାଣିରେ ଧୋଇବା, କ୍ଷୀରରେ ବୁଡ଼େଇବା, ତାପରେ ପୋଛି ପାଛି ଦେବା। ତା ଭିତରେ ମୂଳଟି ଭର୍ତ୍ତି କରି ମୁହଁରେ ବନ୍ଦ କରିବା। କେଉଁଥିରେ ବନ୍ଦ କରିବା ନା ଟିକେ ଜଉରେ ବନ୍ଦ କରିବା, ହଁ ଷ୍ଟିଲ୍ ଡେଉଁ। ତାପରେ ତାକୁ ନେଇ ମନ୍ଦିରକୁ ଯିବା, ଶିବ ମନ୍ଦିରରେ ଯେଉଁ ପୂଜକ ଥିବେ ତାଙ୍କୁ କହିବା ସିଏ ଟିକେ ସେ ଡେଉଁରିଆକୁ ଶିବଲିଙ୍ଗ ଉପରେ ରଖିକିରି ମହାମୃତ୍ୟୁଞ୍ଜୟ ମନ୍ତ୍ର 3 ଥର ପଢ଼ିବେ। ତାପରେ ତାଙ୍କୁ ଦକ୍ଷିଣା ଦେଇ ତାଙ୍କୁ ବିଦାୟ ନେଇ ଆସିବା। ହଁ ବନ୍ଧୁ, ଶିବ ମନ୍ଦିର ଗଲେ ଭୁଲିବେନି ସେ ଜଣେ ବୃଷଭ ଜଗିଛନ୍ତି ଶିବଙ୍କୁ ମୁହଁ କରି, କେତେବେଳେ ଅର୍ଡ଼ର ଆସେ ସେ ନେଇକି ଯିବେ ତାଙ୍କୁ। ତାଙ୍କର ଅଣ୍ଡକୋଷ ବାହାରକୁ ଆସି ସେ ଅଣ୍ଡକୋଷ ଗୋଟେ ଆମସିବା 3 ଥର ଓଁ ନମଃ ଶିବାୟ କହି ତାପରେ ତାଙ୍କ ବାଁ କାନରେ ଆମ ଦୁଃଖ ଜଣାଇବା। ଡେଉଁରିଆ ନେଇ ଆସିଲା ବେଳେ ପୁଣି ଆଉ ଥରେ ପ୍ରଣାମ କରିବା ଏବଂ ତାଙ୍କଠୁ ଅନୁମତି ନେଇ ଘରକୁ ଆସିବା। ଘରେ ଆସି ପହଞ୍ଚି ଦେଖିବା ଆମ ଘରେ ମୋର ପ୍ରିୟଜନ କିଏ, କାହାର ହାର୍ଟଲି ଆଫେକ୍ସନ୍ ମୋ ପ୍ରତି ଅଛି, କିଏ ମୁଁ ବେଶୀ ଭଲ ପାଏ, ବୋଉ, ବାପା, କାକା, କାକି, ଜେଜେ, ଜେଜେମା, ଆଉ ତା ଛଡ଼ା ବଡ଼ ଭାଇ, ଭାଉଜ, ବା ପୁଅ, ଯେଉଁମାନେ ଆମ ପ୍ରତି ବେଶୀ ଆନୁଗତ୍ୟ, ଆମ କଥା ମାନନ୍ତି, ଶୁଣନ୍ତି, ଆମକୁ ସମ୍ମାନ ଆଦର କରନ୍ତି, ଆମକୁ ଗେଲ କରନ୍ତି, ସେଇମାନଙ୍କଠୁ ତାଙ୍କୁ କହିବା ଟିକେ ବାନ୍ଧେ ହାତରେ, ଭୁଲିବେନି କଳା ସୂତାରେ ବାନ୍ଧିବେ। ପୁରୁଷ ଡାହାଣ ହାତରେ, ନାରୀ ସ୍ତ୍ରୀ ବାମ ହାତରେ ବାନ୍ଧି ସାରିଲା ପରେ ଯଦି ସାନ ହେଇଥିବ ତାକୁ ଟିକେ ଗେଲ କରିଦେବା, ପାଖରେ ଚକୋଲେଟ୍ ଥିଲେ ଚକୋଲେଟ୍ ଦେଇଦେବା, ବା ହାତରେ କିଛି ପଇସା ଦେବା, ତୁ ଯା ଚକୋଲେଟ୍ ଖାଇବୁ ଯା। ଯଦି ଗୁରୁଜନ ହେଇଥିବେ ତାଙ୍କୁ ପାଦ ଛୁଇଁ ପ୍ରଣାମ କରିବା, ତମ କଲ୍ୟାଣ ଦେବା। ସବୁ ରାଶି କହିଲି। ତେଣୁ ଆସନ୍ତାକାଲିକି ଧୈର୍ଯ୍ୟ ଧରିକି ଆପଣ ରହନ୍ତୁ। ଆସନ୍ତାକାଲି ଶନିଙ୍କର 4 ପାଦ ଉପରେ ଆପଣଙ୍କୁ କହିବି ଯଦି ଈଶ୍ୱର ଚାହାନ୍ତି, ଏବଂ 12 ରାଶି ଉପରେ କହିବି। ସବୁ 12 ରାଶି ଆପଣମାନେ ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ କହିଦେଇଥିବେ, ସମସ୍ତେ ଶୁଣିବେ। ସବୁ ଭିଡ଼ିଓକୁ ଆମଳଚଳ ଶୁଣିବେ, ମଝିରୁ ଛାଡ଼ିଯିବେନି, କିଛି ବୁଝି ହେବନି, କାରଣ ମୁଁ ଶେଷ ପର୍ଯ୍ୟନ୍ତ ବି କିଛି କହୁଛି ଆପଣମାନଙ୍କୁ। ଆଉ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ହେଲେ ସିନା ମୋ ଜିନିଷ ଆପଣଙ୍କୁ ପହଞ୍ଚିବ। ହଁ ଆଉ ଗୋଟେ କଥା, କାଲି ଆପଣମାନେ ଯତ୍ନ ସହ ଶୁଣିବେ। ମୁଁ ଶନିଙ୍କର 4 ପାଦ ଆଉ 12 ରାଶି ଉପରେ କହିବି। ଆଜି ତ କହିଲି ଆଉ କ'ଣ, ମକର ରାଶି ଶତ୍ରୁ ଦମନ କରିବେ, ପୂର୍ବାଷାଢ଼ା, ଉତ୍ତରାଷାଢ଼ା ଆଉ ଶ୍ରବଣା ବହୁ ସୁଖ ଲାଭ କରିବେ। ମାତ୍ର ଧନିଷ୍ଠା ମକର 23 ନକ୍ଷତ୍ରଙ୍କୁ ଶାରୀରିକ ଯନ୍ତ୍ରଣା ଭୟଙ୍କର ହେବ। ଅପରାଶିତ କହିଦେଲି। ସବୁ ବନ୍ଧୁ ମୋତେ ବିଦାୟ ଦିଅନ୍ତୁ। ମୁଁ ଆସୁଛି ଇତି ଆପଣଙ୍କର ପ୍ରିୟ କୁଳମଣି ପଣ୍ଡା। ମୋର ଫୋନ୍ ନମ୍ବର 8093355583। ଯଦି ଆବଶ୍ୟକ ମଣିବେ ମୋତେ ଫୋନ୍ କରିବେ। ରହିଲି, ନମସ୍କାର।